କ'ଣ ଆପଣମାନେ ଜାଣିଛନ୍ତି କି ଭଗବାନ ଯେତେବେଳେ ମନୁଷ୍ୟକୁ ସୃଷ୍ଟି କରିଥିଲେ ସେ ପ୍ରାୟ ମନୁଷ୍ୟକୁ ସବୁକିଛି ଦେଇଥିଲେ, କିନ୍ତୁ ସେ ଗୋଟିଏ ଜିନିଷ ନିଜର ପାଦ ତଳେ ଲୁଚାଇ ରଖିଥିଲେ। ତେବେ ଭଗବାନ ଏମିତି କ'ଣ ଜିନିଷ ଲୁଚାଇ ରଖିଥିଲେ ଆଉ କାହିଁକି ଲୁଚାଇ ରଖିଥିଲେ, ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ, ଜାଣିପାରିବେ। ସୃଷ୍ଟିର ଆରମ୍ଭରେ ଯେତେବେଳେ ଭଗବାନ ମନୁଷ୍ୟକୁ ସୃଷ୍ଟି କରିଥିଲେ ସେମାନଙ୍କୁ ସୁନ୍ଦରତା, ଶକ୍ତି, ବୁଦ୍ଧି, ଚତୁରାଇ, ପ୍ରେମ ସବୁକିଛି ଦେଇଥିଲେ, କିନ୍ତୁ ଗୋଟିଏ ଅମୂଲ୍ୟ ଜିନିଷ ତାଙ୍କ ହାତରୁ ଖସି ପଡ଼ିଥିଲା। ଭଗବାନ ସେହି ଜିନିଷଟିକୁ ନିଜର ଚରଣ ତଳେ ଲୁଚାଇ ରଖିଥିଲେ। ଯେତେବେଳେ ମନୁଷ୍ୟକୁ ପୃଥିବୀରେ ବାସ କରିବା ପାଇଁ ପଠାଯାଇଥିଲା, ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ ପଚାରିଥିଲେ, ପ୍ରଭୁ ଆପଣ ନିଜ ଚରଣ ତଳେ କ'ଣ ଲୁଚାଇ ରଖିଛନ୍ତି ଯାହା ଆପଣ ମନୁଷ୍ୟକୁ ଦେଇନାହାନ୍ତି? ସେତେବେଳେ ଭଗବାନ କହିଥିଲେ, ମୁଁ ମନୁଷ୍ୟକୁ ସୃଷ୍ଟି କରିଛି, ସେମାନେ ପୃଥିବୀକୁ ଯାଇ ମୋର ଭାବନା ଅନୁସାରେ ରହିବେ ନାହିଁ। ଧନ ଦୌଲତ ଇର୍ଷାର କାରଣରେ ସେମାନେ ନିଜ ଭିତରେ ହଜିଯିବେ। ପରମାତ୍ମାକୁ ଖୋଜିବା ବଦଳରେ ସେମାନେ ଭୋଗ ବିଳାସରେ ବୁଡ଼ି ରହିବେ। ତାହାର ପରିଣାମରେ ସେମାନଙ୍କ ଜୀବନ ଜୀବନ୍ତ ଅବସ୍ଥାରେ ନରକ ସମାନ ହୋଇଯିବ। ଏହି ନରକରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି ଶାନ୍ତି, ଏବଂ ସେହି ଶାନ୍ତିକୁ ମୁଁ ମୋ ଚରଣ ତଳେ ଲୁଚାଇ ରଖିଛି, ଯାହାକୁ ପାଇବା ପାଇଁ ମନୁଷ୍ୟ ମୋତେ ଖୋଜିବେ।